ଗଛରେ ଆମର ଫୁଲ ବି ଆସିଗଲାଣି, ଯେହେତୁ 16 ଦିନ 17 ଦିନ ହବା ଗଛ ଆମର ଲଗେଇବା। ଜଗନ୍ନାଥ, ଆଜି ଯେମିତିକି ଆମର ଗ୍ରାଫ୍ଟିଂ ବାଇଗଣ ଲାଗିବା ହେଇଗଲାଣି ପ୍ରାୟ 16-17 ଦିନ। ବର୍ଷା ପରେ ଟିକେ ମାଟି ଫାଟି ଲାଗି ଯାଇଥିଲା ଗଛରେ, ଯେହେତୁ ଛେଚା ବର୍ଷା ହେଇଥିଲା କାଳବୈଶାଖୀର। ଆଉ ତାପରେ ଆଜି ସେ ଗଛ ସବୁ ସଫାସଫି ହେଇ ରେଡ଼ି ହେଇଯାଇଛି। ଦେଖିପାରୁଥିବେ ଆମ ଗଛ ସବୁ କେମିତି ହେଲାଣି, ଚାଲନ୍ତୁ ଦେଖିବା। ଗ୍ରାଫ୍ଟିଂ, ଯେହେତୁ ଗ୍ରାଫ୍ଟିଂ ବାଇଗଣ, ତା ଯତ୍ନ ନେବା ଟିକେ ବହୁତ, ଯତ୍ନ ନ ନେଲେ କିଛି ହେଇପାରିବ ନାହିଁ। ଆଉ ଜଗା ରଖା କରିବା ପାଇଁ ବହୁତ ସମସ୍ୟା ବି, ଯେହେତୁ ଗ୍ରାଫ୍ଟିଂ ବାଇଗଣ। ଚାଲନ୍ତୁ ଦେଖିବା କେମିତି ଆଜି ସବୁ ହେଇଛି। ଗଛରେ ଆମର ଫୁଲ ବି ଆସିଗଲାଣି, ଯେହେତୁ 16 ଦିନ 17 ଦିନ ହବା ଗଛ ଆମର ଲଗେଇବା। ଦେଖିପାରୁଥିବେ ଗଛର ଗ୍ରୋଥଟା ଏମିତି ଅଛି, ଆଉ ତା ଦେହରେ 2-3ଟି ଫୁଲ ବି ଆସିଯାଇଛି। ଗଛର ସବୁ ଗ୍ରୋଥ, ଯେହେତୁ ବର୍ଷା ତ କଣ୍ଟିନ୍ୟୁ ଚାଲିଛି, ଟିକେ ସମସ୍ୟା ହେଉଛି। ସମସ୍ୟା ହେଲେ ବି ତ ଯେହେତୁ ଲାଗିଛି, ତାକୁ ତ ଟିକେ ଟ୍ରିଟମେଣ୍ଟ କରିବାକୁ ପଡ଼ିବ। ଦେଖିପାରୁଥିବେ ଭାଇ, ଗଛରେ ଆମର ଫୁଲ ପଳେଇ ଆସିଲାଣି। ଏ ଗଛରେ ଏ ଫୁଲଟା ରଖିବା କି ନାହିଁ ରଖିବା ନାହିଁ, ଏଇଟା ଟିକେ ଯେଉଁମାନେ ଲଗେଇଛନ୍ତି କମେଣ୍ଟ ମାଧ୍ୟମରେ ଆମକୁ ଜଣେଇଲେ ଭଲ ହେବ। ଯେହେତୁ ଆମେ ନୂଆ ଗ୍ରାଫ୍ଟିଂ ଚାଷ କରିଛୁ ବାଇଗଣ, ଏତେ ତ ତା ଉପରେ ଆମର ଅଭିଜ୍ଞତା ନାହିଁ। ଯେଉଁ ଭାଇମାନଙ୍କର ଅଭିଜ୍ଞତା ଅଛି ଟିକେ ଆମକୁ ଜଣେଇବେ।